নমস্কার জয় জগন্নাথ সাଙ୍ଗମାନେ শুভ সন্ধ্যাରେ ଆଜି ମୁଁ ସଞ୍ଜୟ କୁମାର ମଲ୍ଲିକ ଆପଣଙ୍କ ଭାଉଜ ସ୍ୱାଗତିକା ମଲ୍ଲିକ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆଜି ଆରମ୍ଭ କରୁଛୁ ସୁନ୍ଦର ସୁନ୍ଦର ମିଠା ମିଠା ଢଗ ପ୍ରଶ୍ନ ସାଙ୍ଗମାନେ ଭାଉଜଙ୍କ ପାଇଁ ମୁଁ ପ୍ରଶ୍ନ ରଖିଛି ଭାଉଜ ଆମର ଉତ୍ତର ଦେବେ ଯଦି ନ କହିପାରିଲେ ସାଙ୍ଗମାନେ ଆପଣମାନେ ଟିକେ ଭାଉଜଙ୍କୁ ସାହାଯ୍ୟ କରନ୍ତୁ ସ୍ୱାଗତିକା ଭାଉଜ ଆମର ଦୁଃଖରେ ଅଛନ୍ତି ଯେ କି ତାଙ୍କୁ ଟିକେ ଖୁସିରେ ଆଣିବାକୁ ହେଲେ ଏଇ ଢଗ ପ୍ରଶ୍ନଟି ପଚାରିଦେବା ଆଜି ଟିକେ ଭାଉଜ ଟିକେ ହସେଇଦେବା ନା କ'ଣ କହୁଛ ହସିବ ହସିବନି ସାଙ୍ଗମାନେ ଯଦି ଆମ ଚ୍ୟାନେଲକୁ ନୂଆ ଆସିଥାନ୍ତି ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍ ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖିବାର ସୁଯୋଗ ନିଅନ୍ତୁ ତାହେଲେ ସାଙ୍ଗମାନେ ଭାଉଜ ନ କହିପାରିଲେ ଆପଣମାନେ ଟିକେ ସାହାଯ୍ୟ କରନ୍ତୁ ଏବଂ କମେଣ୍ଟ ବକ୍ସଟି ଆପଣମାନଙ୍କ ପାଇଁ ଖୋଲା ରଖିଛୁ କିନ୍ତୁ କମେଣ୍ଟ ବକ୍ସରେ ପୂରଣ କରିଦିଅନ୍ତୁ ଭାଉଜଙ୍କୁ ରହିଲା ପ୍ରଶ୍ନ କହିଲ ଦେଖି ତୁମ ମାଆଙ୍କର ଭାଇର ଝିଅ ଜ୍ୱାଇଁ ତୁମର ହିସାବରେ କ'ଣ ହେବ ତୁମ ମାଆଙ୍କର ଭାଇର ଝିଅ ଜ୍ୱାଇଁ ତୁମର କ'ଣ ହିସାବରେ ହେବ ସାଙ୍ଗମାନେ ଭାଉଜ ଆମର କ'ଣ କହୁଛନ୍ତି ଶୁଣନ୍ତୁ ତୁମ ମାଆଙ୍କର ଭାଇର ଝିଅ ଜ୍ୱାଇଁ ତୁମର ହିସାବରେ କ'ଣ ହେବ ସାଙ୍ଗମାନେ ମୁଁ ଚାରୋଟି ଅପସନ୍ ଦେଉଛି ଅବଶ୍ୟ ଭାଉଜ କ'ଣ କହୁଛନ୍ତି ଦେଖନ୍ତୁ କହିଛନ୍ତି ଜ୍ୱାଇଁ କିନ୍ତୁ ସେ ଅପସନ୍ରେ ଜ୍ୱାଇଁ ନାହିଁ ସେଥିପାଇଁ ମୁଁ ଭାବୁଛି ପଚାରୁଛି ଯଦି ଭାଉଜ କହିପାରନ୍ତି ଚାରୋଟି ମୁଁ କହୁଛି ହେଲା ଭାଇ ଭିଣେଇ ଶଳା କିଛି ନୁହେଁ ତୁମ ମାଆଙ୍କର ଭାଇର ଝିଅ ଜ୍ୱାଇଁ ତୁମର ହିସାବରେ କ'ଣ ହେବ ଭାଉଜ ଟିକେ ମୁଣ୍ଡରେ ପୂରେଇକି ଦେଖୁଛନ୍ତି ତୁମ ମାଆଙ୍କର ଭାଇର ଝିଅ ଜ୍ୱାଇଁ ଭାଇର ଝିଅ ଜ୍ୱାଇଁ ତୁମର ହିସାବରେ କ'ଣ ହେବ ତୁମ ମାଆଙ୍କର ଭାଇର ଝିଅ ଜ୍ୱାଇଁ ତୁମର ହିସାବରେ କ'ଣ ହେବ ତମେ ଭାଇ ଭିଣେଇ ଶଳା କିଛି ନୁହେଁ ସାଙ୍ଗମାନେ ଭାଉଜ କହୁଛନ୍ତି ଜ୍ୱାଇଁ ଏଇଟା କ'ଣ ରାଇଟ୍ ଆନ୍ସର୍ ସାଙ୍ଗମାନେ ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖନ୍ତୁ ମଜା ନିଅନ୍ତୁ ଭାଉଜ କାଶୁଛନ୍ତି ଆପଣମାନେ ଦେଖିପାରୁଥିବେ କ'ଣ ଭାଉଜ ଆଜି ଦୁଃଖ କରୁଛ ନା ସ୍ୱାଗତିକା ଏମିତି ତାମସା କରୁଛି ଯାହାହେଲେ ସାଙ୍ଗମାନେ ଆଜି ମଜାଦାର ଢଗ ପ୍ରଶ୍ନଟି ଆପଣମାନେ ଶୁଣିଲେ ଯଦି ଭାଉଜ ଠିକ୍ କହିଛନ୍ତି ଆପଣମାନେ ଭାବୁଛନ୍ତି ତାହେଲେ ଆପଣମାନେ ଜ୍ୱାଇଁ ଲେଖିପାରନ୍ତି ନହେଲେ ଆପଣମାନେ ଯାହା ମୁଁ ଏଥିରେ ପଚାରିଛି ସେଥିରୁ ବାଛି ଆପଣମାନେ ଉତ୍ତର ପାଇପାରନ୍ତି ଲେଖିପାରନ୍ତି ନହେଲେ ଆପଣମାନେ ଯାହା ଜାଣିଛନ୍ତି ସାଙ୍ଗମାନେ ଲେଖିକି ଜଣାନ୍ତୁ ସାଙ୍ଗମାନେ ଆପଣମାନଙ୍କ କମେଣ୍ଟ ଆମ ପାଇଁ ବହୁତ ମୂଲ୍ୟବାନ ଆମେ ଦେଖୁଛୁ ସାଙ୍ଗମାନେ ଅନେକ ଦିନ ହେଲା ଆପଣମାନେ କମେଣ୍ଟ ବକ୍ସରେ ଲେଖୁଛନ୍ତି ଆମେ ଜାଣିଛୁ ସାଙ୍ଗମାନେ ଆମ ବେଷ୍ଟ ଫ୍ରେଣ୍ଡ କେବେ ହେଲେ ଅବହେଳା ନ କରି କମେଣ୍ଟ ବକ୍ସରେ ଯାହା ଜାଣିଛନ୍ତି ଗୋଟେ ଲେଖିଦିଅନ୍ତୁ ପ୍ଲିଜ୍ ଆପଣଙ୍କ ସପୋର୍ଟ ଆମ ପାଇଁ ବହୁତ ମୂଲ୍ୟବାନ କେବେ ହେଲେ ଅବହେଳା ନ କରି ଆମ ପାଇଁ ଟିକେ ସମୟ କାଢ଼ି ଭାଉଜଙ୍କ ପାଇଁ ଟିକେ କମେଣ୍ଟ ଲେଖନ୍ତୁ ହସିଲେ ଦେଖନ୍ତୁ ଦେଖନ୍ତୁ ସାଙ୍ଗମାନେ ଛୋଟ ସାଇକେଲଟି ଅଛି ପଛରେ ଭାଉଜ ଚଲେଇବେ ଭାବୁଛନ୍ତି କିନ୍ତୁ ଇଏ ସାଇକେଲ କ'ଣ ସମ୍ଭାଳିବ ଭାଉଜ ଚଲେଇଲେ ଭାଙ୍ଗିଯିବ ନା କ'ଣ ଏ ତ ବସି ପଡ଼ିବ ସେ ସାଇକେଲ ଭାଙ୍ଗିଯିବ ଦେଖନ୍ତୁ ଏଇଟା ଛୋଟ ସାଇକେଲ ଭାଉଜ ସମ୍ଭାଳିବ ମୋତେ କାହିଁ ଜଣାପଡ଼ୁନାହିଁ ଯାହା ହଉ ସାଙ୍ଗମାନେ ପ୍ରଥମ ଢଗ ପ୍ରଶ୍ନଟି ସରିଯାଇଛି ଯାହାକି ସେକେଣ୍ଡ ପ୍ରଶ୍ନଟି ଆଉ ଟିକେ ମଜା ଅଛି ଟିକେ ହିସାବ ପତ୍ର ଉପରେ ଦେଖାଯାଉ ଭାଉଜ ଆମର କ'ଣ କହୁଛନ୍ତି ନା କ'ଣ କହୁଛ ସେକେଣ୍ଡ ପ୍ରଶ୍ନ ଆଉ ତମେ ଆଜି କିଛି ରଖିଛ ପ୍ରଶ୍ନ କିଛି ନାହିଁ ତାହେଲେ ମୋର ସେକେଣ୍ଡ ପ୍ରଶ୍ନ ହେଲା ଭାଉଜଙ୍କର କିଛି ନାହିଁ କହିଲ ଦେଖି 1 ଟଙ୍କା ଯଦି 100 ପଇସା ହୁଏ 1 ଟଙ୍କା ଯଦି 100 ପଇସା ହୁଏ ତାହେଲେ 10 ଟଙ୍କା କେତେ ପଇସା ହେବ ଶୀଘ୍ର କହିଦିଅ 1 ଟଙ୍କା ଯଦି 100 ପଇସା ହୁଏ ତାହେଲେ 10 ଟଙ୍କା କେତେ ପଇସା ହେବ ଶୀଘ୍ର କହିଦିଅ ଦେଖାଯାଉ ସାଙ୍ଗମାନେ ଭାଉଜ ଆମର କ'ଣ କହିବେ 1 ଟଙ୍କା ଯଦି 100 ପଇସା ହୁଏ ତାହେଲେ 10 ଟଙ୍କା କେତେ ପଇସା ହେବ
ସାଙ୍ଗମାନେ ଭାଉଜ କହୁଛନ୍ତି 1000 ପଇସା ହେବ। କେମିତି ହିସାବ ପୁରା ଜାଣିଛ? ଭାଉଜ ବୋଧେ ଅଙ୍କ ପଢ଼ିଥିଲେ। ଅଙ୍କରେ କେତେ ମାର୍କ ରଖିଥିଲ? ମୋଟେ ରଖିନଥିଲ? ଯାହା ହଉ ସାଙ୍ଗମାନେ, ଭାଉଜ କହୁଛନ୍ତି 1000 ପଇସା। କିନ୍ତୁ ଆପଣମାନଙ୍କୁ ମୁଁ ପଚାରୁଛି, ଭାଉଜ କ'ଣ ଠିକ୍ କହିଛନ୍ତି? ଯଦି ଭାଉଜ ଆପଣମାନେ ଭାବୁଛନ୍ତି ଠିକ୍ କହିଛନ୍ତି, ରାଇଟ୍ ଲେଖିପାରନ୍ତି। ଭାଉଜ ଆମର ସୁନା ଭାଉଜ ଠିକ୍ ଲେଖିଦେଇଛନ୍ତି, କହିଦେଇଛନ୍ତି 1000। ଯଦି ଆପଣମାନେ ଯାହା ଜାଣିଛନ୍ତି କମେଣ୍ଟ ବକ୍ସରେ ଲେଖନ୍ତୁ। ଆପଣଙ୍କ ପେଲେ ହିସାବ କରନ୍ତୁ ଠିକ୍ ଅଛି କି ନାହିଁ ଭାଉଜଙ୍କ କଥା। ତାହେଲେ ସାଙ୍ଗମାନେ, ଆଜି ଢଗ ପ୍ରଶ୍ନଟି ବହୁତ ମଜା ହେଇଗଲା। ଆପଣମାନେ ଦେଖିପାରୁଥିବେ 2ଟି ପ୍ରଶ୍ନ କରିଥିଲି। ଭାଉଜ ଯାହା ଯେମିତି 2ଟିର ଉତ୍ତର ଦେଇଛନ୍ତି, କେଉଁଟା ଠିକ୍ କେଉଁଟା ଭୁଲ ଆପଣମାନେ ଦେଖନ୍ତୁ। କିନ୍ତୁ ପ୍ଲିଜ୍ ଆମ ପାଇଁ ନିହାତି ଗୋଟେ କମେଣ୍ଟ ଦିଅନ୍ତୁ। ଆପଣଙ୍କ କମେଣ୍ଟ ଆମ ପାଇଁ ମୂଲ୍ୟବାନ। ଏତିକି ରିକ୍ୱେଷ୍ଟ ସାଙ୍ଗମାନେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆପଣମାନଙ୍କ ବନ୍ଧୁବାନ୍ଧବ ପରିଜନଙ୍କ ପାଖକୁ ଟିକେ ସେୟାର କରିଦିଅନ୍ତୁ। ସେମାନେ ମଧ୍ୟ ଆମର ଏଇଭଳି ମିଠା ମିଠା ମଜାଦାର ଢଗ ପ୍ରଶ୍ନ ଦେଖିବାର ସୁଯୋଗ ପାଇବେ। ଏଥିରେ କିଛି ଶିଖିବେ, ଜାଣିବେ। ଜେନେରାଲ ନଲେଜ, ସାଧାରଣ ଜ୍ଞାନ ସହିତ ଆଧାରିତ ଅନେକ କିଛି ଅଛି ସାଙ୍ଗମାନେ। ଭାଉଜ କ'ଣ କହୁନାହାନ୍ତି, କିଛି କୁହ। ତମେ ତ ସବୁ କହୁଛ, ମୁଁ ଆଉ କ'ଣଟା ଅଛି କହିବାକୁ? ଆଉ କିଛି ନାହିଁ? ନା, କିଛି ନାହିଁ, ସବୁ ତ କହିସାରିଲି। ମୁଁ ଆଉ କ'ଣଟା ବାକି ରଖିଛ? ମୁଁ କ'ଣ ଗପରାଟା? ହଁ, ମୁଁ କାହିଁ ଗପୁଥେମି? ହଁ। ତୁ କିଛି କହୁନ କାହିଁକି? କି କହିବା କଥା ନା। ସମସ୍ତେ ଅନାନ୍ତି ଭାଉଜ ଟିକେ କ'ଣ କହିବେ, କ'ଣ କେମିତି କହିବେ, ତାଙ୍କ ଭଏସଟା କେମିତି କ'ଣ ସବୁ ଟିକେ ଶୁଣିବାକୁ ଚାହିଁବେ। ଭାଉଜର ଭଏସ ଭଲ ନାହିଁ, ଆଁ? ଭାଇର ଭଏସ ଭଲ ଅଛି। ଆଉ ଭାଉଜ ଖାଲି କ'ଣ ଭାଇ କରିବେ? ସବୁ ସେଠି ଭାଉଜ ଖାଲି ଗପରାଟା ଭାଇ ହେଇଗଲାଣି ନା କ'ଣ? ଗପରା କରିଦେଲୁ ନୁ ଆଉ, ବୁଝିଲୁ? ତାହେଲେ ସାଙ୍ଗମାନେ, ଭାଇ କ'ଣ ବହୁତ ଗପରା? ଭାଉଜ ଗପରା ନୁହଁ। ଭାଉଜଙ୍କୁ ଟିକେ ଗପରା କରିବା ପାଇଁ ଗୋଟେ କମେଣ୍ଟ ଲେଖନ୍ତୁ ସାଙ୍ଗମାନେ। ଲେଖନ୍ତୁ ଭାଉଜ କାହିଁ କିଛି କହୁନାହାନ୍ତି, ଆପଣ ଲେଖି ଜଣାନ୍ତୁ। ତାହେଲେ ଭାଉଜଙ୍କୁ ଟିକେ ଦେଖେଇଦେବି, ସେ କମେଣ୍ଟଟି ଭାଉଜ ସେଇଠୁ ଗପିବେ। ତାହେଲେ ସାଙ୍ଗମାନେ, ଆପଣମାନେ ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ, ଏଇଭଳି ମଜା ନେଉଥିବାରୁ, ଆମକୁ ସପୋର୍ଟ କରିଥିବାରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ। ସାଙ୍ଗମାନେ, ଭାଉଜ ମୋତେ ଧନ୍ୟବାଦ ଦେଇଥିଲେ, ଦେଖୁଥିବେ। ତାହେଲେ ସାଙ୍ଗମାନେ, ଏବେ ଆମେ ରହିବା ନା କ'ଣ କହିବ? ଆଜି ଭାଉଜଙ୍କ ପାଖରେ ସମୟ କମ୍, ଯେ କି ଭାଉଜ ଟିକେ ବ୍ୟସ୍ତରେ ଅଛନ୍ତି, ସେଥିପାଇଁ ଆଉ କିଛି ଆମେ କଥା ହେଇପାରୁନୁ। ଆଜି ଆମେ ରହିବୁ। ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ ସାଙ୍ଗମାନେ। ଆପଣମାନଙ୍କ ପାଇଁ ଏଇଭଳି ମଜାଦାର ଢଗ ପ୍ରଶ୍ନ ଆଣିବୁ, ଦେଖିବାର ସୁଯୋଗ ପାଇପାରିବେ। ତ ସାଙ୍ଗମାନେ, ଆମେ ଯେତେବେଳେ ଭିଡ଼ିଓଟି ଅପଲୋଡ଼ କରିଥାଉଁ, ଯେତେବେଳେ ଷ୍ଟାର୍ଟ କରିଥାଉଁ, ସେଇ ମହାପ୍ରଭୁ କ'ଣ ଜୟ ଜଗନ୍ନାଥ ମହାପ୍ରଭୁଙ୍କୁ ଡାକି ଆମେ ଆରମ୍ଭ କରିଥାଉ, ଶେଷ ମଧ୍ୟ କରିଥାଉ ତାଙ୍କ ନାମ ନେଇ। ତାହେଲେ ଏବେ ଆମେ ରହୁଛୁ ସାଙ୍ଗମାନେ। ଆଗାମୀ ଭିଡ଼ିଓକୁ ଅପେକ୍ଷା ରହନ୍ତୁ। ଆପଣମାନଙ୍କ ପାଇଁ ଆମେ ଆଣିବୁ ଏଇଭଳି ସୁନ୍ଦର ସୁନ୍ଦର ମଜାଦାର ଢଗ ପ୍ରଶ୍ନ। ତାହେଲେ ସାଙ୍ଗମାନେ, ଏବେ ଆମେ ରହୁଛୁ। ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ। ଜୟ ଜଗନ୍ନାଥ, ନମସ୍କାର।